ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ। ଆଜିର ବିଷୟବସ୍ତୁ ମହାଭାରତ ଯୁଦ୍ଧର ପରବର୍ତ୍ତୀ ଘଟଣା ଉପରେ ଆଧାରିତ। କାହିଁକି ଗାନ୍ଧାରୀଙ୍କୁ ତାଙ୍କର ପୂର୍ବଜନ୍ମର କର୍ମ ପାଇଁ 100ଟି ପୁତ୍ର ତାଙ୍କୁ ହରେଇବାକୁ ପଡ଼ିଲା। ଯଦି ଭିଡ଼ିଓଟି ଭଲ ଲାଗେ ଗୋଟିଏ ଲାଇକ୍ କରିବେ, ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିବେ, ଭିଡ଼ିଓଟି ଶେଷ ଯାଏଁ ଦେଖିବେ। ଆସନ୍ତୁ ଭିଡ଼ିଓକୁ ଆରମ୍ଭ କରିବା। ଯେତେବେଳେ ମହାଭାରତ ଯୁଦ୍ଧ ଶେଷ ହେଲା ସେତେବେଳେ ଗାନ୍ଧାରୀ କରୁଣ ବଦନରେ କାନ୍ଦୁଥାନ୍ତି, କାରଣ ତାଙ୍କର 100ଟି ପୁତ୍ରଙ୍କୁ ତାଙ୍କୁ ହରେଇବାକୁ ପଡ଼ିଥିଲା। ମହାଭାରତ ଯୁଦ୍ଧର କରୁଣ ଦୃଶ୍ୟ ଦେଖି ଗାନ୍ଧାରୀ ଶ୍ରୀକୃଷ୍ଣଙ୍କୁ ଅଭିଶାପ ଦେଇ କହିଲେ, ହେ ବାସୁଦେବ, ତମେ ପ୍ରଭୁ ହୋଇ ମଧ୍ୟ ଏ ଗାନ୍ଧାରୀଙ୍କୁ ଅଟକେଇବାକୁ ଚେଷ୍ଟା କଲ ନାହିଁ। ତୁମେ ତ୍ରିକାଳଦର୍ଶୀ ହୋଇ ମୋର ସମସ୍ତ ବଂଶ ବିଲୋପ କରିଦେଲ। ଆଜି ମୁଁ ତୁମକୁ ଅଭିଶାପ ଦେଉଛି, ମୋ ପରିବାର ଯେମିତି ଆଜି ସମାପ୍ତ ହୋଇଗଲା, ତୁମ୍ଭର ବଂଶଧର ମଧ୍ୟ ନିଜ ନିଜ ମଧ୍ୟରେ ହଣାହୁଣି ହୁଅନ୍ତୁ, ତୁମ୍ଭର ବଂଶ ମଧ୍ୟ ଲୋପ ପାଇଯାଉ। ଗାନ୍ଧାରୀ ଅଶ୍ରୁପୂର୍ଣ୍ଣ ନୟନରେ ପ୍ରଶ୍ନ କଲେ, ହେ ଦେବକୀ ନନ୍ଦନ, ଏ ସମସ୍ତେ ନିଜ ନିଜର କର୍ମଫଳ ଯଦି ଭୋଗ କରୁଛନ୍ତି, ତାହେଲେ ମୁଁ କାହିଁକି ମୋର 100ଟି ପୁତ୍ରକୁ ମୋତେ ହରେଇବାକୁ ପଡ଼ିଲା? ମୁଁ କାହିଁକି ଏତେ କଷ୍ଟ ଭୋଗ କରୁଛି? ଶ୍ରୀକୃଷ୍ଣ ସ୍ମିତ ହାସ ଦେଇ କହିଲେ, ମା, ମୁଁ ତୁମ୍ଭର ଅଭିଶାପ ସ୍ୱୀକାର କଲି। ମା, କିନ୍ତୁ ଏ କରୁଣ ଭୟଙ୍କର ରୂପ ପାଇଁ ମୁଁ ଦାୟୀ ନୁହେଁ। ଏ ସମସ୍ତ ନିଜ ନିଜର କର୍ମଫଳ ଭୋଗ କରିଛନ୍ତି। ଶ୍ରୀକୃଷ୍ଣ ଗାନ୍ଧାରୀଙ୍କୁ କହିଲେ, ଏ ତୁମ୍ଭର ପୂର୍ବଜନ୍ମର ଫଳ ମାତା, ଅର୍ଥାତ୍ ଆପଣଙ୍କର ପ୍ରାରବ୍ଧ ଫଳ। ଶତପୁତ୍ର ଜନନୀ ହୋଇ ମୋର ପଣତ ଆଜି କ'ଣ ପାଇଁ ଖାଲି ରହିଛି? ଗାନ୍ଧାରୀ ପ୍ରଶ୍ନ କଲେ, ମୋର ଅପରାଧ କ'ଣ? ମୁଁ କାହାର ଅମଙ୍ଗଳ କେବେ ତ ଚାହିଁନଥିଲି। ମୁଁ ମୋର ପୁତ୍ର ଦୁର୍ଯ୍ୟୋଧନଙ୍କୁ ବିଜୟର ଆଶୀର୍ବାଦ ଦେଇନାହିଁ। ମୁଁ ଚାହୁଁଥିଲି ଧର୍ମର ଜୟ ହେଉ। ମୋର ଅପରାଧ କ'ଣ କେଶବ? ଏହା ଗାନ୍ଧାରୀ ବାସୁଦେବଙ୍କୁ ପ୍ରଶ୍ନ କଲେ। ଶ୍ରୀକୃଷ୍ଣ ଗାନ୍ଧାରୀଙ୍କୁ ଦିବ୍ୟ ଚକ୍ଷୁ ଦେଇ ତାଙ୍କର ପୂର୍ବଜନ୍ମକୁ ନେଇଗଲେ। ଗାନ୍ଧାରୀଙ୍କୁ ଗୋଟି ଗୋଟି କରି ତାଙ୍କର ପ୍ରାରବ୍ଧ ଦେଖାଇଲେ। ଗାନ୍ଧାରୀ ଦିବ୍ୟ ଦୃଷ୍ଟିରେ ତାଙ୍କର ପୂର୍ବଜନ୍ମର ଘଟଣା ଦେଖୁଛନ୍ତି। ସେ ଦିବ୍ୟ ଦୃଷ୍ଟିରେ ଦେଖୁଛନ୍ତି, ସେ ସାଙ୍ଗମାନଙ୍କ ସହ ଖେଳୁଛନ୍ତି। ସେହି ସମୟରେ ହଠାତ୍ ବର୍ଷାର ପ୍ରକୋପ ହେଲା। ସେ ଯାଇ ଗୋଟିଏ ଗଛ ତଳେ ଆଶ୍ରୟ ନେଲେ। ମଝିରେ ମଝିରେ ଜୋର ପବନ ମଧ୍ୟ ବହୁଥାଏ। ସେହି ବୃକ୍ଷରେ ଏକ ପକ୍ଷୀ ନୀଡ଼ ତିଆରି କରି ଆଶ୍ରୟ ନେଇଥାଏ, କିନ୍ତୁ ପବନର ବେଗରେ ସେ ତା'ର ଡିମ୍ବଗୁଡ଼ିକୁ ରକ୍ଷା କରିବାକୁ ସମର୍ଥ ହୁଏ ନାହିଁ। ଗୋଟି ଗୋଟି କରି ସମସ୍ତ ଡିମ୍ବ ତଳେ ପଡ଼ିଯାଏ। ସେହି ବୃକ୍ଷ ତଳେ ଆଶ୍ରିତ ଗାନ୍ଧାରୀ ଡିମ୍ବଗୁଡ଼ିକ ପାଦରେ ଦଳି ଆନନ୍ଦ ନେଉଥାନ୍ତି। ସେହି ବୃକ୍ଷ ଉପରେ ଆଶ୍ରିତ ପକ୍ଷୀ ଦୁଃଖରେ ଭାଙ୍ଗି ପଡ଼ୁଥାଏ। ଏହିପରି ସେ 100 ଡିମ୍ବ ନଷ୍ଟ କରିଦେଲେ। ଦୁଃଖିତ ପକ୍ଷୀ ତାଙ୍କୁ ଅଭିଶାପ ଦେଇ କହିଲା, ମୁଁ ଯେପରି ମୋର ପିଲାଙ୍କ ମୃତ୍ୟୁର କଷ୍ଟ ଅନୁଭବ କଲି, ତୁମେ ବି ମଧ୍ୟ ସେହି କଷ୍ଟକୁ ଅନୁଭବ କରିବ। ଏହି କଥା ଦେଖି ଗାନ୍ଧାରୀ ତାଙ୍କର ବର୍ତ୍ତମାନକୁ ଫେରିଆସିଲେ। ତାଙ୍କର ଅଶ୍ରୁପୂର୍ଣ୍ଣ ନୟନ କଥା କହୁଥିଲା ଓ ଭଗବାନଙ୍କୁ ଅଭିଶାପ ଦେଇଥିବା ଜିହ୍ୱା ନିସ୍ତବ୍ଧ ହୋଇଗଲା। ପୂର୍ବଜନ୍ମ ଦର୍ଶନ କରିଥିବା ମନ ଚିନ୍ତା କରୁଥିଲା, କର୍ମଫଳ ଭୋଗ କରିବାକୁ ପଡ଼ିବ। ତାହା 100 ଜନ୍ମ ପୂର୍ବର ହେଉଥାଉ ନା କାହିଁକି। ଆମେ ଆମ ପୂର୍ବଜନ୍ମର ଫଳ ତ ପରିବର୍ତ୍ତନ କରିପାରିବା ନାହିଁ, କିନ୍ତୁ ଏ ଯେଉଁ ଦୁର୍ଲଭ ମନୁଷ୍ୟ ଜନ୍ମ ମିଳିଛି, ତାହାର ସଦୁପଯୋଗ ତ କରିପାରିବା। ସତ୍ କର୍ମ, ସତ୍ ଚିନ୍ତନ, ସଭିଙ୍କ ପ୍ରତି ସତ୍ ଭାବନା ଓ ଶ୍ରଦ୍ଧା ସହିତ ସଭିଙ୍କ ଭିତରେ ସେହି ପରମ ପିତାଙ୍କର ଅନୁଭବ କରିବା। ଭଗବତ କଥା ଶ୍ରବଣ, ଚିନ୍ତନ, ମନନ ଓ କୀର୍ତ୍ତନ ଦ୍ୱାରା ନିଜେ ଉଦ୍ବୁଦ୍ଧ ହୋଇ ସଂସାରକୁ ଭଗବତମୟ କରିବାକୁ ଚେଷ୍ଟା ଜାରି ରଖିବା। ଅମୃତମୟ ଭାଗବତ ବାଣୀକୁ ନିଜ ଜୀବନର ପ୍ରେରଣା କରି ଏହି ଶରୀରକୁ ପ୍ରାଣବନ୍ତ